ପିୟୁସି ସାର୍ଟିଫିକେଟ୍ ନଥିଲେ ମିଳିବନି ତେଲ, ଆସିଲା ନୂଆ ନିୟମ। ମହାରାଷ୍ଟ୍ରରେ ଏଣିକି ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ। ପିୟୁସି ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ଡିଜେଲ ମିଳିବନି। ଯଦି ଆପଣଙ୍କ ଗାଡ଼ିରେ ପିୟୁସି ସାର୍ଟିଫିକେଟ୍ ନାହିଁ, ତେବେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ ନିକଟରେ ଏହି ପ୍ରସ୍ତାବକୁ ମଞ୍ଜୁରି ନେଇ ସୂଚନା ଦେଇଥିଲେ। ଏହି ନୀତି ଅନୁସାରେ ଚାଳକଙ୍କୁ ନିଜ ଗାଡ଼ି ପାଇଁ ବୈଧ ପିୟୁସି ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ଏହାପରେ ତେଲ ପକାଇବାକୁ ଅନୁମତି ମିଳିବ। ହଠାତ୍ ସରଳ ଭାଷାରେ କହିଲେ, ପିୟୁସି ନାହିଁ ତ ତେଲ ନାହିଁ। ମହାରାଷ୍ଟ୍ରର ଅନେକ ସହର ଯଥା ମୁମ୍ବାଇ, ପୁନେ, ନାଗପୁର ଓ ନାସିକରେ ବାୟୁ ପ୍ରଦୂଷଣ ତୀବ୍ର ଗତିରେ ବଢ଼ିବାକୁ ଲାଗୁଛି। ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡ଼ି ଅଧିକ ଧୂଆଁ ଛାଡୁଛନ୍ତି। ଅନେକ ଚାଳକ ପିୟୁସି ସାର୍ଟିଫିକେଟ୍ କରୁନାହାନ୍ତି କିମ୍ବା ନକଲି ସାର୍ଟିଫିକେଟ୍ କରିଦେଉଛନ୍ତି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା କେବଳ କାଗଜରେ ନ ରହି ବାସ୍ତବରେ ପରିବେଶ ଯେପରି ପ୍ରଦୂଷଣ ମୁକ୍ତ ରହିବ, ସେଥିପାଇଁ ସରକାର ଏମିତି ପଦକ୍ଷେପ ଉଠାଇଛନ୍ତି।